ଆପଣଙ୍କ ଆକାଉଣ୍ଟ କୁ ଗୋଟେ ଛୋଟ ଏମାଉଣ୍ଟ ଆସିବ 1000 ଟଙ୍କା କି 2000 ଟଙ୍କା କ୍ରେଡିଟ ହବ, କିନ୍ତୁ ଗୋଟେ ବଡ ଏମାଉଣ୍ଟ 50,000 ଟଙ୍କା ଭଳି ଆପଣଙ୍କ ଆକାଉଣ୍ଟ ରୁ କଟିଯିବ। ସ୍କାମର କଣ କରିବ, ଗୋଟେ ଛୋଟ ଏମାଉଣ୍ଟ ଆପଣଙ୍କର ୟୁପିଆଇ ଦ୍ୱାରା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଡିପୋଜିଟ ହବ। ଆପଣଙ୍କୁ ଯେମିତି ନୋଟିଫିକେସନ ଆସିଲା ପରେ ଆପଣ ଯଦି କଣ କରିବେ, ସାଙ୍ଗେ ସାଙ୍ଗେ ଆପଣଙ୍କ ୟୁପିଆଇ ଆପ୍ ଟାକୁ ଫିଟେଇବେ ଦେଖିବା ପାଇଁ କିଏ ପଠେଇଛି ଆଉ କି ବାଲାନ୍ସ ଚେକ୍ କରିବା ପାଇଁ ପିନ୍ ଟା ମାରିବେ। ସାଙ୍ଗେ ସାଙ୍ଗେ କଣ ହବ, ସେଇ ଟାଇମ ରେ ସେଇ ସ୍କାମର କଣ କରିଥିବ, ଆଉ ଗୋଟେ ପେମେଣ୍ଟ ରିକ୍ୱେଷ୍ଟ ଆପଣଙ୍କୁ ପଠେଇ ଦେଇଥିବ, ଗୋଟେ ବଡ ଏମାଉଣ୍ଟ 20,000 50,000 ଟଙ୍କା। ତ ଆପଣ ଯେତେବେଳେ ପିନ୍ ଏଣ୍ଟ୍ରି କରିବେ ସେଇ ପେମେଣ୍ଟ ଟା କଣ ହବ, ତା ପାଖକୁ ପଳେଇବ। ଆକୁ କହୁଛନ୍ତି ଜମ୍ପ ଡିପୋଜିଟ ସ୍କାମ। ତ ଏଇଟା କର୍ଣ୍ଣାଟକରେ ହେଇଛି। ଏଇଟା ହବା ବି ଚାନ୍ସ ଟିକେ କମ, କାହିଁକି ନା ଆପଣଙ୍କୁ ଯେତେବେଳେ ନୋଟିଫିକେସନ ଆସିବ, ଆପଣ ଧର ଭ୍ୟୁ ବାଲାନ୍ସ କଲା ବେଳେ ଆପଣଙ୍କୁ ପିନ୍ ମାଗୁନି, ତାହେଲେ କିଛି ଅସୁବିଧା ହବନି। କିନ୍ତୁ ଯଦି ପିନ୍ ମାଗୁଛି ତାହେଲେ ଆପଣ ଟିକେ ଦେଖି ଚାହିଁ ଡିଲ୍ କରିବାକୁ ପଡିବ। ନହେଲେ ଆପଣ ଆଉ ଗୋଟେ ପେମେଣ୍ଟ ରିକ୍ୱେଷ୍ଟ ଆସିଥିବ ସେଇ ସ୍କାମର ପାଖରୁ, ଆପଣ ତାକୁ ମାରିଦେବେ, ଆପଣଙ୍କ ଆକାଉଣ୍ଟ ରୁ ବଡ ପଇସା କଟିଯିବ। ତ ଘରେ